କୁଲାଡ଼ଗଡ଼ ଘୁମୁସର ଅଞ୍ଚଳର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ଯାହାକି ଏଣ୍ଡାମେଣ୍ଟ ବୋର୍ଡ ଅଧୀନରେ ଅଛି। ଆଉ ଘୁମୁସର ତହସିଲଦାର ତାର ରକ୍ଷଣାବେକ୍ଷଣ ଆଉ ଦାୟିତ୍ୱ ଏଠାରେ ବୁଝନ୍ତି। ଇଏ ହେଉଛି ରଥ କୁଲାଡ଼ର। ଏ ରଥ ବର୍ତ୍ତମାନ ଆସିଛି। ଇଏ ହେଉଛି ମୁଖ୍ୟ ରାସ୍ତା 22 ପାହଚରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ପୀଠକୁ ଯିବା ପାଇଁ ଏହି ରାସ୍ତା। ଶ୍ରଦ୍ଧାଳୁ ଭକ୍ତମାନେ ବର୍ତ୍ତମାନ 10ଟା ରାତି ହେଲାଣି, ବାହୁଡ଼ା ଯାତ୍ରା ଶେଷ ହୋଇଛି। ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ଼ କମିଛି। ଏ ଯେଉଁ ଦେଖୁଛନ୍ତି ବିରାଟ ଜଗନ୍ନାଥଙ୍କର ରଥ, ଇଏ ଦଧିବାମନ ନୁହନ୍ତି, ଚତୁର୍ଦ୍ଧା ମୂର୍ତ୍ତି ବିଦ୍ୟମାନ। ପଦ୍ମସମ୍ଭବ ନ୍ୟୁଜ୍ ତରଫରୁ ଆମେ ସ୍ୱାଗତ। ପଣ୍ଡା ମହାଶୟ, ଆପଣଙ୍କର ନାଁ କ'ଣ? ମୋ ନାଁ ହେଉଛି ସୁଶାନ୍ତ କୁମାର ପଣ୍ଡା। ମୋ ନାଁ ହେଉଛି ସୁଶାନ୍ତ କୁମାର ପଣ୍ଡା। ଏଠିର ସେବାୟତ ଅଛନ୍ତି? ସେବାୟତ ବଡ଼ ପଣ୍ଡା। ବାପା ହେଲେ ଥିଲେ? ହଁ। ଏବେ ବର୍ତ୍ତମାନ ତମେ କେତେ ବର୍ଷ ହେଲା ଏଠି କାର୍ଯ୍ୟରତ ଭଗବାନଙ୍କର ସେବାରେ? 2011 ହେଲେ 14 ବର୍ଷ ହେଇଗଲା। ଆଚ୍ଛା, ଏକାଦଶୀ ପାଇଁ କ'ଣ ସବୁ ଯୋଜନା ହେଇଛି? ଏକାଦଶୀର ସୁନାବେଶ ହବ, ଆମର 2ଟା ଅଧରେ ସୁନାବେଶ ହବ। ଆଚ୍ଛା, ସୁନାବେଶ ଏଠିକି ଚତୁର୍ଦ୍ଧା ମୂର୍ତ୍ତି ତ ଅଛନ୍ତି ରଥ ଉପରେ। ଗହଳି କେତେ କେତେ ହଜାର ସଂଖ୍ୟାରେ ହବ ବୋଲି ଆଶା କରୁଛନ୍ତି? ଗହଳି ପ୍ରତିବର୍ଷ ତ 30-40 ହଜାର ଗହଳି ହଉଛନ୍ତି। ଆଚ୍ଛା,